ତମେ ସତ ତୁମେ ତୁମ ପାଟିରେ ମୋ ନାଁକୁ ଉଚ୍ଚାରଣ କରୁଛ। ଥରେ ଆଉ ଥରେ ଡାକ ନା। କାହିଁ କେତେ ଦିନରୁ ମୁଁ ଏ ଡାକ ଶୁଣିନି। ତମର ଏଇ ଅଳକାର ଉଚ୍ଚାରଣରେ ମତେ ମତେ ଭାରି ମିଠା ଲାଗୁଛି। ଡାକ ନା, ଆଉ ଥରେ ଡାକ ନା। ଥରେ ନୁହଁ 100 ଥର ମୁଁ ଉଚ୍ଚାରଣ କରିପାରିବି। ଅଳକା ଅଳକା ଅଳକା। କି ଶାନ୍ତି! ଅଳକାର ସମ୍ବୋଧନରେ ମତେ ଯେମିତି ଲାଗୁଛି ମୋ ଉପରେ ଅମୃତର ବର୍ଷା ସୃଷ୍ଟି ହେଉଛି। ମୁଁ କେବେ ବି ଭାବିନଥିଲି ତମେ ତୁମ ପାଟିରେ ମୋ ନାଁ କେବେ ଧରିବ ବୋଲି। କେମିତି ବି ଧରିଥାନ୍ତ। ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ଶପଥ କରିଥିଲି ତମ ସହିତ ମୁଁ ସାରା ଜୀବନ କାଟିଦେବି। କିନ୍ତୁ ମୁଁ ମୋ ପ୍ରତିଜ୍ଞା ଭାଙ୍ଗି ତମକୁ ବହୁତ ବଡ଼ ଧକ୍କା ଦେଲି। ଏବେ ତ ତମ ପାଦ ଛୁଇଁବାର ମୋର ଅଧିକାର ନାହିଁ। ତମ ଛାଇକି ତ ମୁଁ ଛୁଇଁଥିଲି, ସେତିକି ମୋ ପାଇଁ। ମୁଁ ଏମିତି ଗୋଟେ ହାତ ମାଗିନି ଯେ ତମକୁ କ୍ଷମା ମାଗିବାର ମୋର ତ ସାହସ ନାହିଁ। ତମେ ତ ବହୁତ ଭଲ ନା। ଗୋଟାଏ ଭିକାରୁଣୀ ଭାବେ ତମେ ମତେ କ୍ଷମା କରିଦିଅ। ଭୁଲ କରି ଅନୁତାପ କରୁଥିବା ମଣିଷକୁ ଈଶ୍ୱର ବି କ୍ଷମା କରିଦିଅନ୍ତି। ଅଳକା ମୁଁ ତ ଜଣେ ସାମାନ୍ୟ ମଣିଷ। ଈଶ୍ୱରଙ୍କ ଭାବନାରୁ ମୁଁ ବାହାରି ଯିବି କେମିତି? ତମେ ଅଳକା ତମ ପ୍ରେମ ସମ୍ପର୍କର ରଙ୍ଗ କେମିତି ଥିଲା? କୋଉଠୁ ଆରମ୍ଭ ହୋଇ କୋଉ ରଙ୍ଗରେ ଶେଷ ହେଲା? ହିରଣ୍ୟ ବାବୁ ମରିବା ପୂର୍ବରୁ ମତେ ସବୁ କଥାର ଚିହ୍ନ ବର୍ଣ୍ଣ ଦେଇକି ଯାଇଛନ୍ତି। ତାମାନେ ମୋ ଈଶ୍ୱର କଣ ମତେ କ୍ଷମା କରି ଦେଇଛନ୍ତି? କିନ୍ତୁ ଅଳକା ମୋ ପାଇଁ ନିଜକୁ ଶେଷ କରିଦେଲେ। ବିଶ୍ୱାସ କର, ମୁଁ ଘର ଘର କରି ଚାଲି ଆସି ମହା ଭୁଲ କରିଛି ସତ। କିନ୍ତୁ ମୋ ଇଚ୍ଛାରେ କଳପର କଳା ରଙ୍ଗ ଭାବି ମୁଁ କିଛି ବେଳେ କିଛି ପାପ କର୍ମ କରିନି। ଜାଣିଛି, ସବୁ ଜାଣିଛି ମୁଁ। ତମେ ଗଙ୍ଗା ଜଳ ଭଳି ପବିତ୍ର। କେବଳ ଚିକମିକ ଦୁନିଆରେ ଅୟସ ଆରାମରେ ବଢ଼ିବା ପାଇଁ ତମେ ମୋ ଗରିବ କୁଡ଼ିଆ ଖେଳି ପାଦ ଖେଳି ଚାଲି ଯାଇଥିଲ। ପତି ପତ୍ନୀର ସମ୍ପର୍କକୁ ତମେ ଅନ୍ଧାର ଭିତରେ ରଖି ପ୍ରେମ ସମ୍ପର୍କକୁ ତମେ ଆଲୋକିତ କରିଥିଲ। ଆମୋଦ ପ୍ରମୋଦର ମନୋରଞ୍ଜନର ନିଶାରେ ମନୋରଞ୍ଜନର ହବାର ମତୁଆଲ ହବାର ନିଶା ନେଇ ତମେ ନିଜ ଗୋଡ଼ରେ ନିଜେ କୁରାଡ଼ି ମାରିଥିଲ। ଶେଷରେ ସୁନାହରି ପାଇବା ଆଶାରେ ଏତେ ପଥ ଅତିକ୍ରମ କରିଗଲ ଯେ ନିଜ ଆପଣର ରାସ୍ତାକୁ ନିଜ ଆଖିରେ ତମେ ହଜେଇଦେଲ। ଯାହାଫଳରେ ତମେ ଏମିତି ଦଣ୍ଡ ପାଉଛ। ଏ ଦଣ୍ଡ ତ ମୋ ପାଇଁ ସାମାନ୍ୟ। ଏ ଦଣ୍ଡ ତ ମୋ ପାଇଁ କିଛି ନୁହେଁ, ଅତି ସାମାନ୍ୟ। ଯୋଉଭଳି ଭାବରେ ବିଶ୍ୱାସର ସମ୍ପର୍କକୁ ପ୍ରତାରଣା କରି ସାମାଜିକ ସ୍ୱୀକୃତିକୁ ମୁଁ ଧୋକା ଦେଇଛି, এই ସମସ୍ତ ଜନ୍ମ ଯାଏ ଏମିତି ଭୟଙ୍କର ଦଣ୍ଡ ମୋତେ ମିଳିବା ଦରକାର। ସାମାନ୍ୟ ଗୋଟିଏ ଭୁଲ ନିଷ୍ପତ୍ତି ଗୋଟେ ନାରୀର ଜୀବନକୁ କୋଉଠି ନେଇ କୋଉଠି ପହଞ୍ଚେଇ ଦିଏ। ତୁମେ ହେଉଛ ତାର ଜ୍ୱଳନ୍ତ ଉଦାହରଣ। ଯଦି ସେଦିନ ସେ ପରିସ୍ଥିତିରେ ସହିଯିବାର ଟିକେ ବି ଶକ୍ତି ତମ ଭିତରେ ଥାନ୍ତା, ତାହେଲେ ଆଜି ତମର ଏମିତି ଅବସ୍ଥା କେବେ ବି ଦେଇନଥାନ୍ତା। ସହିବଲୁନି ତୁମେ। ତୁମ ପାଖରେ ଗୋଟେ ସହିଯିବାର ଶକ୍ତି ନଥିଲା। କଣ ପାଇଁ ମୋତେ ଉପେକ୍ଷା କରି ମୋ ଧୈର୍ଯ୍ୟର ମଧୁକୁ ଭାଙ୍ଗିଦେଲ? ମୋ ବୋଉ ଭଳି ଚରିତ୍ରର ତମକୁ ବଡ଼ ଅଜଣା ଥିଲା। ନା, ମୋତେ ଭୁଲ ବୁଝନି। ଖାଲି କଥାକୁ କଥାଟି ବାହାରି ଆସିଲା ବୋଲି ମୁଁ କହିଥିଲି। ତମେ ଯୋଉ ଭଳି ଭାବରେ ଗାଁକୁ ଆସି ଏ ମଠ ଭିତରେ ଏକାକି
ରଖି ବନ୍ଦୀ ଭାବରେ ଜୀବନ କାଟୁଛ ଏସବୁ ଦେଖି ମୁଁ ସହିପାରୁନି ଅଳକା। ଭାରି କଷ୍ଟ ଲାଗୁଛି ମତେ, ନାଇଁ ନାଇଁ ଭାରି କଷ୍ଟ ଲାଗୁଛି। ତମେ ଅଖିଲ ହଉନି। ମୋ ଦୁର୍ଭାଗ୍ୟ ପାଇଁ ମୁଁ କେବଳ ଦାୟୀ। ମୋ କଷ୍ଟ ଯନ୍ତ୍ରଣାରେ ବିଚଳିତ ହୋଇ ନିଜ ଆତ୍ମସମ୍ମାନକୁ ଅପମାନ କରନ୍ତି। ଅଧ ଭାବରେ ମୁଁ ଯୋଉ କୁକର୍ମ କରିଛି ଏମିତି ଦଣ୍ଡ ତ ମୋ ପାଇଁ ପ୍ରାପ୍ୟ। ଏ କଥା କହିବି ରଖିବ? କଣ କୁହ? ମନା କରିବନି ତ? କୁହ। ମୋ ଶରୀରର ଆତ୍ମାଟା ବାହାରି ଚାଲି ଯାଇଛି ସନ୍ତାନ। କେବଳ ତମର ଶେଷ ଦର୍ଶନ ଦେବା ପାଇଁ ମୋ ନିଶ୍ୱାସଟା ଅଟକି ଯାଇଛି। ଆଉ ସେଇଥିପାଇଁ ମୁଁ କହୁଛି ତମେ ମୋ କଥା ରଖିବ। କୋଉ କଥା କୁହ? ଆଜି ଯଦି ମୁଁ ତମର ପତ୍ନୀ ହେଇଥାନ୍ତି ଆଉ ସେଇ ସମ୍ପର୍କରେ ମରିଥାନ୍ତି, ତମେ କଣ ତମ ପତି ଧର୍ମ ପାଳନ ନ କରି ମତେ ସତ ଭାବେ ସେ ରହସ୍ୟ କରି ସଜେଇ ଦେଇ ମୋର କି କ୍ରିୟାକର୍ମ କରିନଥାନ୍ତି? ତାହା ତ ମୁଁ ନିଶ୍ଚୟ କରିଥାନ୍ତି। ଆଜି ସେଇ ତକ ମୁଁ ତମକୁ କାନ୍ଦି ପଠେଇବି। ମନା କରନି ମତେ, ଏତିକି ମତେ ଦୟା କର। କାଲି ଯଦି ମୁଁ ମରିଥାଏ ମୋ ମଲା ଶରୀରକୁ କୋଉ ଅଜଣା ଅଚିନା ଅପରିଚିତ ରାସ୍ତା କଡ଼ର ମଣିଷ ଭାବି ମତେ କୁକୁର କାମରେ ଦବନି। ପତି ଧର୍ମ ପାଳନ କରି ମୋର ଅନ୍ତିମ ସଂସ୍କାର କରିବ। ସମସ୍ତଙ୍କୁ କହିବ ମୁଁ ବେକାତ୍ମା ନୁହେଁ, ମୁଁ ଜଣେ ମଣିଷ। ରଖିବ ନା? ଏତିକି ଖବର ରଖିବ ନା? ସେମିତି କୁହନି ଅଳକା, କିଛି ହବନି, କିଛି ହବନି, ତୁମର କିଛି ହବନି। ଅଭିମାନିନୀ ମୁଁ ଅଳକା ନନ୍ଦା। ଅଭିମାନିନୀର ଅଭିମାନ ଭରା କଥାଟିକୁ ମୁଁ ରଖିବନି। ରଖିବି, ନିଶ୍ଚୟ ରଖିବି। ମୁଁ ତୁମ କଥା ଦଉଛି, ତମ କଥା ମୁଁ ନିଶ୍ଚୟ ରଖିବି। ତମେ ସତ କହୁଛ? ବିବାହ ସତ୍ୟ କରି କହୁଛି ମୁଁ। ପ୍ରତିବାଦର ମହାପତ୍ୟ ବି ମୋତେ ଅଟକାଇ ପାରିବନି। ସବୁ ବାଧା ବିଘ୍ନ ଛୋଟ ଛନ୍ଦକୁ ଅଡ଼େଇ ସମାଜର ନୀତି ନିୟମକୁ ଉଲ୍ଲଂଘନ କରି ତମ ଇଚ୍ଛାକୁ ମୁଁ ନିଶ୍ଚୟ ପୂରଣ କରିବି। ହେଇଗଲା ମୋ ମନ ଶାନ୍ତି। ଏଥର ମୁଁ ନିଶ୍ଚିତରେ ମରିପାରିବି। ତମର ଏହି ପତିର କଥାରେ ମୁଁ ଶୁଖିଲା ଧରି ପତ୍ର କହୁଳି ଯାଇ ମୋ ଆନନ୍ଦର ତରଙ୍ଗ ସୃଷ୍ଟି କରି ଦଉଛି। ଆଉ କିଛି ବି ଋଣ ନାହିଁ ମୋର। ତମକୁ ମୋର ଶେଷ ଧନ୍ୟବାଦ। ଅଳକା, ମୁଁ ଏବେ ଆସୁଛି ମୁଁ। ପୁଣି କଣ ହେଲା? କାହିଁକି ଡାକୁଛ ପୁଣି? ଆଉ ଦଣ୍ଡେ ରହିବନି। କଣ କୁହ? ଆସ। ଆମ ସମ୍ପର୍କର ସେଇ ପ୍ରଥମ ରାତ୍ରି ମନେ ଅଛି ନା? ସେଇ ମାସରେ ରାତିରେ ମୁଁ ମୋର ଗୋଟେ କର୍ତ୍ତବ୍ୟ କରିବାକୁ ଭୁଲି ଯାଇଥିଲି। କର୍ତ୍ତବ୍ୟ ତ ନୁହଁ, ପତ୍ନୀ ଧର୍ମର ଶୁଭାରମ୍ଭ ମୁଁ ଠିକ ଭାବରେ କରିପାରିନଥିଲି। ମନେ ପଡୁନି? କୋଉ କଥା? ସ୍ୱାମୀ ଦେବତାକୁ ପ୍ରଣାମ କରି ଆଶୀର୍ବାଦ ନେଇନଥିଲି। ଏବେ ପୁଣି ସେ କଥାର ଆଉ କି ମୂଲ୍ୟ ଅଛି? ମୂଲ୍ୟ ନାହିଁ କେମିତି? ତାହା ତ ମୋର ପାପ କାର୍ଯ୍ୟ ନା। ସେ ବେକାରୀ ଭାବର ଅମଙ୍ଗଳ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପଗ୍ରସ୍ତ ହୋଇ ମୋ ଜୀବନଟା ଏମିତି ନର୍କ ପାଲଟି ଯାଇନି। ସେ କଥା କିଏ କହିବ? ତମ ପାଖରେ ଥିବା ପର୍ଯ୍ୟନ୍ତ
ମୁଁ ପ୍ରଣାମ କଲେ କଲେ ଗୋଟିଏ କହିବ ମୋ ମଥା ଉପରେ ହାତ ରଖେ ଶୁଣ କରି ବାସ୍ ସବୁ କିଛି ଶେଷ ହେଇଯିବ। ଅଭିମାନିନୀ ଅଳକା ନନ୍ଦାର ଅଭିମାନୀ ଏତିକିରେ ଶେଷ ହେଇଯିବ। ସୁଲକ୍ଷଣୀ ହୁଅ ଆହୁରି ଜୋରେ ଜାବୁଡ଼ି ଧରେ ମା, ଆହୁରି ଜୋରେ ତୀର୍ଥଯାତ୍ରା କରି ସବୁ ପଣ୍ଡିତ ମାନଙ୍କ ପାଖରୁ ମୁଁ ପରାମର୍ଶ କରି ଆସିଛି। ତୁ ପୁଣି ଥରେ ବଞ୍ଚିବୁ, ତୁ ପୁଣି ଥରେ ତୋ ସଂସାରକୁ ଫେରିଯିବୁ। ତତେ ଜିଅନ୍ତା ଶକ୍ତି ହେଇ ମୁଁ ଯୋଉ ଭାବ କରୁଛି ଆମ ଭାଇ ଭଉଣୀ ଦୁଇ ଜଣଙ୍କର ସବୁ କିଛି ସମାଧାନ ହବ ସେଇ ଜଗନ୍ନାଥ ଧାମ ଭକ୍ତି ମଣ୍ଡପରେ। ପାରିବୁ ତ ମୋର ବିକ୍ତର କର୍ତ୍ତବ୍ୟ ପାଇଁ ତୁ ମୋତେ କ୍ଷମା କରିଦେବୁ ମା, କ୍ଷମା କରିଦେବୁ। ଏ ପୀତାମ୍ବର ପଟ୍ଟନାୟକର ମୁରବିତ୍ୱ ଆରମ୍ଭ ହବ ଆଜିର ଏହି ଅବିସ୍ମରଣୀୟ ସମାଧାନ। ଆମ କଳିଙ୍ଗ ପାଟଣା ଗାଁ ଆଦର୍ଶ ଗାଁ ହେଇଥିଲା ଆଉ ରହିବ ମଧ୍ୟ। ଏଇ ହେଉଛି ତାର ଜ୍ୱଳନ୍ତ ଉଦାହରଣ। ମୋ ଭଉଣୀ ଅଳକା ପୁଣି ଥରେ ରଜନଗନ୍ଧା ବାସ୍ନାରେ ମହକି ଉଠିବ। ଏହା ମୋ ପାଇଁ ଆନନ୍ଦର କଥା ହେବ। ଅଳକା ପରି ନଣନ୍ଦଟିଏ ପାଇଁ ମୁଁ ବି ଗର୍ବ କରିବି। ସବୁ ନିର୍ଯାତନାର ସାକ୍ଷୀ ମୁଁ ଆଉ ମୋ ମଠ। ତୁ ତୋର ପୁଣି ସେ ଭଙ୍ଗା କୁଡ଼ିଆରୁ ପୁଣି ଫେରିଯିବୁ ସୁନ୍ଦର ଘରକୁ, ଏହା ହିଁ ମୋର କାମନା। ଏ ଆଉ ଅଭିମାନ କ'ଣ ପାଇଁ? ସୌତୁଣୀ ନୁହଁ, ଆମେ ଦି ଭଉଣୀ ଜଣେ ସ୍ୱାମୀକୁ ନେଇକି ଖୁସିରେ ଘର ସଂସାର। ଆଉ ହଁ, ଏଇ ଦେଖ ତୋ ଉପନ୍ୟାସର ମୁଁ ତୋ ଉପନ୍ୟାସର ବହି ଜଗତ ଆଜି ପର୍ଯ୍ୟନ୍ତ ମୁଁ ଲୁଚେଇ ରଖିଥିଲି, ସେଟା ଆଜି କହିଦେଉଛି ଶୁଣ। ମୁଁ ତାକୁ ନଷ୍ଟ କରିଥିଲି। ତୁ ଯେମିତି ଉପନ୍ୟାସର ନାୟକ ହବା ପାଇଁ ଜିଦ୍ କରିଛୁ, କାଳିକି ତୋ ଜୀବନକୁ ସେମିତି ଗତି କରିବୁ, ସେଇଥିପାଇଁ ସେ ବହିଟାକୁ ମୁଁ ଲୁଚେଇ ଦେଲି। କାହିଁକି ନା ଉପନ୍ୟାସର ନାୟିକାର ଜୀବନ ଶୈଳୀ ବହୁତ ଯନ୍ତ୍ରଣାଦାୟକ ଥିଲା। ହେଲେ ସତ୍ୟ କହୁଛି, ଉପନ୍ୟାସ ନ ପଢ଼ି ତୋ ଜୀବନକୁ ସେମିତି ଗତି କରେ। ଅବିଶ୍ୱାସ ହେଉଛି ଯଦି ନେଇ ବହିଟାକୁ ପଢ଼, ଖାଲି ଶେଷ ସମୟରେ ସାମାନ୍ୟ ଟିକେ ପରିବର୍ତ୍ତନ। ଉପନ୍ୟାସର ନାୟିକା ମୃତ୍ୟୁବରଣ କରି ତା ସ୍ୱାମୀଙ୍କ ଦ୍ୱାରା ଗାଁ ମଶାରେ ପଢ଼ା ହେଇଥିଲା। ହେଲେ ତୋ ଜୀବନ ଶେଷ ସୁଖ ଆଉ ଆନନ୍ଦ। ଉପନ୍ୟାସର ଶେଷଟା ଦୁଃଖ ଆଉ ଯନ୍ତ୍ରଣା। ତୋ ଜୀବନର ଶେଷ ସୁଖ ଆନନ୍ଦ ତୋତେ ମାନିବାକୁ ପଡ଼ିବ। ସତରେ ତୋରି ପରି ଏକ କଳ୍ପନାର ଚରିତ୍ରକୁ ଲେଖକ ତାଙ୍କ ମାନସ ପଟରେ ଦେଖି ଲେଖିଥିଲେ। ଅଭିମାନିନୀ ସେ ଅଳକା ନନ୍ଦା।